ଜୟ ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ ଆପଣମାନଙ୍କୁ କନ୍ୟା ରାଶିର 15/6/2025 ତାରିଖ ଠାରୁ 16/7/2025 ତାରିଖ ପର୍ଯ୍ୟନ୍ତ ମାସିକିଆ ରାଶିଫଳ ଆପଣଙ୍କୁ ଅବଗତ କରାଉଛି। ମୁଁ ପ୍ରତ୍ୟେକ ମାସରେ ଆପଣମାନଙ୍କୁ ୟୁଟ୍ୟୁବ୍ ଚ୍ୟାନେଲରେ ରାଶିଫଳ ଦେଉଆସୁଛି। ଆପଣମାନଙ୍କୁ କିପରି ଲାଗିଲା ଆପଣ କମେଣ୍ଟ ବକ୍ସ ଦ୍ୱାରା ଜଣାଇବେ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା କନ୍ୟା ରାଶିର ରାଶିଫଳ, ମାସିକ ରାଶିଫଳ। କନ୍ୟା ରାଶି, କନ୍ୟା ରାଶିର ଅଧିପତି ହେଲେ ବୁଧ, ଘାତ ମାସର ଶନିବାର, ଶ୍ରବଣ ନକ୍ଷତ୍ର, ଅଷ୍ଟମୀ ତିଥି, ଦଶମ ଚନ୍ଦ୍ର। ବର୍ତ୍ତମାନ କନ୍ୟା ରାଶିର ଷଷ୍ଠ ଘରେ ରାହୁ ଅବସ୍ଥାନ କରିଛନ୍ତି। ଷଷ୍ଠ ଘର ହେଲା ଆପଣଙ୍କର କୁମ୍ଭ ଘର। କୁମ୍ଭ ଘର ହେଲା ରିପୁ ବା ଶତ୍ରୁ ଭାବ ଫଳରେ ରାହୁ ଅବସ୍ଥାନ କରୁଛନ୍ତି। ଷଷ୍ଠ ଘରେ ରହିଲେ ରାହୁ କ'ଣ କରିବ? ଧର୍ମ କାର୍ଯ୍ୟରେ ଲିପ୍ତ ସହ ଦୂରଯାତ୍ରାର ଯୋଗ ଅଛି। ଯାନବାହନ କ୍ରୟ କରିପାରନ୍ତି। ଧନ ଲାଭ, ଭୂମି ଲାଭ, ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଶୁଭ କାର୍ଯ୍ୟରେ ଆପଣଙ୍କୁ ରାହୁ ମହାଦଶା ବା ରାହୁ ମହାଗ୍ରହ ଆପଣଙ୍କୁ ସାହାଯ୍ୟ କରିବେ। ଶାସ୍ତ୍ର କହୁଛି ତ୍ରିଷଷ୍ଠୀ ଦଶେ କାଶେ ରାହୁ ସର୍ବରିଷ୍ଟଙ୍କୁ ବିନଶତି। ଯେତେ ଯାହା ରିଷ୍ଟ ଆସିଲେ ସେଟା ଆପଣଙ୍କ ରାହୁ ମହାଦଶା ସବୁ ଖଣ୍ଡନ କରିବେ। ତାପରେ ବର୍ତ୍ତମାନ ଆସନ୍ତୁ ମୀନ ଘରେ ସପ୍ତମ ଘର, ଆପଣ ପତି ପତ୍ନୀ ଭାବ ଘରେ ଶନି ଅବସ୍ଥାନ କରୁଛନ୍ତି। ବର୍ତ୍ତମାନ ଶନି ଆପଣଙ୍କର ଶନି ସପ୍ତାହର ପ୍ରଥମ ପାଦ। ଶନିଟା ହୁଅନ୍ତି 7.5 ବର୍ଷ, ବର୍ତ୍ତମାନ ପ୍ରଥମ ପାଦ ହେଲା 2.5 ବର୍ଷ। এই ଶନିଟା ବର୍ତ୍ତମାନ ବାଲ୍ୟ ଅବସ୍ଥାରେ ରହିଛି। ବାଲ୍ୟ ଅବସ୍ଥାରେ ହେଲେ କ'ଣ କରିବ? ଅର୍ଥ ନାଶ, କ୍ଲେଶ, ମନରେ ଅଶାନ୍ତି, ଜମିବାଡ଼ି ବିବାଦ ଏବଂ ଶତ୍ରୁ ବୃଦ୍ଧି ଦେଖାଯିବେ। ଖୁବ୍ ସାବଧାନ ସହିତ ଚଳିବେ। ଶନି ସପ୍ତାହର ପ୍ରଥମ ପାଦ, ଖୁବ୍ ସାବଧାନ ସହିତ ଚଳିବେ। ତାପରେ ଅଷ୍ଟମ ଗୃହକୁ ଆସିବା। ଅଷ୍ଟମ ଘର ମେଷ ଘର, ନିଧନ ଗୃହ। ନିଧନ ଗୃହରେ ଆପଣଙ୍କ ଶୁକ୍ର ଅବସ୍ଥାନ କରିଛନ୍ତି। ଶୁକ୍ର କ'ଣ କରିବ? ଶୁକ୍ର ହେଲେ ଜ୍ଞାନୀ ପଣ୍ଡିତ ଜାତି ଶ୍ରେଷ୍ଠ ବ୍ରାହ୍ମଣ। ସେ ଅର୍ଥ ଦେବ ଆପଣଙ୍କୁ, ଅର୍ଥ ଲାଭ କରିବ, ଅଚାନକ ଅର୍ଥ ଆସିବ। ଆପଣ ନିଶ୍ଚିନ୍ତ କୌଣସି ଶୁଭ କାର୍ଯ୍ୟ କରିବେ, ଶୁକ୍ର ମହାଗ୍ରହ ପ୍ରଭୁ ଦେବେ। ତାପରେ ବର୍ତ୍ତମାନ ଆସନ୍ତୁ ଦଶମ ଘର। ଦଶମ ଘର ହେଲା ଆପଣଙ୍କ କର୍ମଭାବ ଫଳ। ଏ ମାସଟି ଆପଣ କିପରି କର୍ମଭାବ ଫଳ କ'ଣ କରିବେ? କର୍ମଭାବ ଫଳରେ 3ଟି ଗ୍ରହ ଅବସ୍ଥାନ କରିଛନ୍ତି। ରବି ମହାଗ୍ରହ, ବୃହସ୍ପତି ମହାଗ୍ରହ, ବୁଧ ମହାଗ୍ରହ। 3ଟି ମହାଗ୍ରହ ବା 3ଟି ଗ୍ରହ ଅବସ୍ଥାନ କରୁଛନ୍ତି। ରବି ଦଶମ ଘରେ କର୍ମଭାବ ଫଳରେ ରହିଲେ ରବି କରିବ କ'ଣ? ଏ ମାସଟି ବହୁତ ସୁଖ। ଶାସ୍ତ୍ର କହନ୍ତି ଦଶମୀ ସୁଖ୍ୟାତି, ବହୁତ ସୁଖ ପ୍ରଦାନ କରିବେ ଏବଂ ଆପଣଙ୍କୁ ବହୁତ ଦେହ ପାଳ ଇତ୍ୟାଦି ବହୁତ ଭଲ ରହିବ। ରବି ରଖିବେ। ବୃହସ୍ପତି ଆସିବେ। ବୃହସ୍ପତି ଖରାପ। ବୃହସ୍ପତି ଖରାପ ହେଲେ ଦଶମ ବୃହସ୍ପତି ଶାସ୍ତ୍ର କହୁଛି କ'ଣ? ଦଶମ ମୃତ, ମୃତ ନୁହେଁ। ଅନ୍ୟ ଆଉ କେତୋଟି ଋଷି ମୁନୁଷି ଜ୍ଞାନୀ ପଣ୍ଡିତମାନେ କହନ୍ତି ଯେହେତୁ ଦଶମ ଘରେ ଆପଣଙ୍କର କେନ୍ଦ୍ର ଘରେ କର୍ମଭାବ ଫଳରେ ବୃହସ୍ପତି ମହାଗ୍ରହ ବା ବୃହସ୍ପତି ମହାଗ୍ରହ ଅବସ୍ଥାନ କରିଛନ୍ତି, ବିଶେଷ ଆପଣଙ୍କ କ୍ଷତି କରିବ ନାହିଁ। ବୃହସ୍ପତି ଆପଣଙ୍କ ମୃତ୍ୟୁପତ ପୀଡ଼ା, ମନରେ ଅଶାନ୍ତି, ଦେହରେ ଅସ୍ଥିରତା ଦେଖାଯିବ, ଦେହ ଅସୁସ୍ଥ ରହିବ। ହେଲେ ସୁଦ୍ଧା କେନ୍ଦ୍ର ଘରେ ରହୁଛି କର୍ମଭାବ ଫଳରେ ସେ ଆପଣଙ୍କୁ ନିଶ୍ଚିନ୍ତ ଅଳ୍ପ କିଛି ସାହାଯ୍ୟ କରିବେ। ବୁଧ ରହୁଛି। ବୁଧ ରହିଲେ କ'ଣ କରିବ? ବୁଧ ରହୁଛି ଦଶମ କେନ୍ଦ୍ର ବା କର୍ମଭାବ ଫଳରେ ବା ଏଇ ଯେଉଁ ଶାସ୍ତ୍ର କହୁଛି ଏଇ ବୁଧ ମହାଗ୍ରହ ସେ ଜ୍ଞାନୀ ପଣ୍ଡିତ, ସେ କାର୍ଯ୍ୟପନ୍ଥା ଆପଣ ବୁଦ୍ଧି, ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ବା କରିବେ ସେ କାର୍ଯ୍ୟଟି ଆପଣ ସେ ପନ୍ଥା ନିଶ୍ଚିତ ବୃଦ୍ଧି ହେବେ ଓ ତତ୍ସଙ୍ଗେ ସଙ୍ଗେ 2 ପଇସା ରୋଜଗାର ମଧ୍ୟ ହେବ। ବୁଧ। ତାପରେ ଆସନ୍ତୁ ବର୍ତ୍ତମାନ ଦ୍ୱାଦଶ ଘର। ଦ୍ୱାଦଶ ଘରେ ଆପଣଙ୍କର ଯୋଡ଼ିଏ ଗ୍ରହ ଅବସ୍ଥାନ କରୁଛନ୍ତି। ଦ୍ୱାଦଶ ଘର ହେଲା କ'ଣ? ବ୍ୟୟଭାବ ଫଳ। ସିଂହ ଘର, ମଙ୍ଗଳ ମହାଗ୍ରହ ଏବଂ କେତୁ, ଏ ଯୋଡ଼ିଏ ଗ୍ରହ ଅବସ୍ଥାନ କରୁଛନ୍ତି ଦ୍ୱାଦଶ ଘରେ ବ୍ୟୟଭାବ ଫଳରେ। ମଙ୍ଗଳ ଆପଣଙ୍କର କ'ଣ କରିବ? ରୋଗ, ଦେହରେ ରୋଗ ନଥିଲେ ରୋଗ ଆଣିବ, ଅର୍ଥର ଅନର୍ଥ, ଅଶାନ୍ତି ଏବଂ ଆପଣ ଭଲ କଥା କହିଲେ ଅନ୍ୟ ଲୋକ ତାକୁ ଆପଣ ଖରାପ ଭାବିବେ। ତାପରେ ମଙ୍ଗଳ ରହୁଛି। ମଙ୍ଗଳ ଆପଣଙ୍କ ମଙ୍ଗଳ ସପକ୍ଷରେ ନାହିଁ। ଏ ବହୁତ ଆପଣ କଷ୍ଟ କରିବେ। ଯେଉଁ କାର୍ଯ୍ୟ କରିବେ ସେ କାର୍ଯ୍ୟରେ ବହୁତ ଆପଣ କଷ୍ଟ ଏବଂ ବନ୍ଧନ ଯୋଗ ଆପଣଙ୍କର ରହୁଛି। ଭଲ ଭାବରେ କହିବାକୁ ଗଲେ ଆପଣ ବ୍ୟବସାୟୀ ମାସଟି ଲାଭବାନ ହେବେ। ଶରୀର ଅସୁସ୍ଥ ରହିବ। ସନ୍ତାନ ସନ୍ତତି ପାଇଁ ଆପଣ କ'ଣ କରିବେ? ବହୁତ ବିବ୍ରତ ହେବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ବହୁତ କଷ୍ଟରେ ଆପଣ ଏ ମାସଟା କରିବେ। ପାରିବାରିକରେ ଶାନ୍ତି ମିଳିବ। ଦୂରଯାତ୍ରା କରିବେ। ଅର୍ଥ ନାଶର ଯୋଗ ରହୁଛି। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସେମାନଙ୍କର ବ୍ୟାଘାତ ଘଟିବ।